ପାହାଡ଼ର ଡାକ କ୍ୱେଶ୍ଚନ୍ ଆଣ୍ଡ ଆନ୍ସାର। 1 ନମ୍ବରଟି ଦେଇଛି ଆସ କଥାବାର୍ତ୍ତା ହେବା। କ ନମ୍ବରଟି ଦେଇଛି ବିର୍ସା ମୁଣ୍ଡାଙ୍କର ବାପା ଓ ମାଙ୍କର ନାମ କ'ଣ? ଆନ୍ସାର ବିର୍ସା ମୁଣ୍ଡାଙ୍କର ବାପାଙ୍କର ନାମ ସୁମନା ମୁଣ୍ଡା ଓ ମାଙ୍କର ନାମ କରମୀ। ତାପରେ ଖ ନମ୍ବରଟି କହିଛି ବିର୍ସା କ'ଣ କରିବାକୁ ଶପଥ କରିଥିଲେ? ଆନ୍ସାର ବିର୍ସା ଜନ୍ମ ମାଟିକୁ ଗୋରା ହାତରୁ ମୁକୁଳାଇବା ପାଇଁ ଶପଥ କରିଥିଲେ। ତାପରେ ଗ ନମ୍ବରଟି କହିଛି ବିର୍ସାଙ୍କୁ ଇଂରେଜମାନଙ୍କ ହାତରେ କିଏ ଧରାଇ ଦେଲା? ଆନ୍ସାର ବିର୍ସାଙ୍କୁ ଇଂରେଜମାନଙ୍କ ହାତରେ ମାଝିତା ମାରିଆ ନାମକ ଜଣେ ମୁଣ୍ଡା ଧରାଇ ଦେଲା। ତାପରେ ଘ ନମ୍ବରଟି କହିଛି ବିର୍ସା ମୁଣ୍ଡା କେଉଁଠାରେ ମୃତ୍ୟୁବରଣ କରିଥିଲେ? ଆନ୍ସାର ବିର୍ସା ମୁଣ୍ଡା ରାଞ୍ଚି ଜେଲରେ ମୃତ୍ୟୁବରଣ କରିଥିଲେ। ତାପରେ ଅ ନମ୍ବରଟି କହିଛି ବିର୍ସା ମୁଣ୍ଡାଙ୍କ ମୃତ୍ୟୁ ସମ୍ପର୍କରେ କ'ଣ ଶୁଣାଯାଏ? ଆନ୍ସାର ବିର୍ସା ମୁଣ୍ଡାଙ୍କ ମୃତ୍ୟୁ ସମ୍ପର୍କରେ ଶୁଣାଯାଏ ଯେ ବିର୍ସାର ସହପାଠୀ ଥିବା ଜଣେ ଡାକ୍ତର ତାଙ୍କୁ ଜେଲରେ ବିଷ ଇଞ୍ଜେକ୍ସନ ଦେଇଦେବାରୁ ସେ ମୃତ୍ୟୁବରଣ କରିଥିଲେ। ତାପରେ ନମ୍ବର 2ଟି କହିଛି ଆସ ଉତ୍ତର ଲେଖିବା। କ ନମ୍ବରଟି କହିଛି ବିର୍ସା କେଉଁଠାରେ ପାଠ ପଢ଼ୁଥିଲେ? ଆନ୍ସାର ବିର୍ସା ଚାଇଁବସାର ଏକ ମିଶନାରୀ ଅନୁଷ୍ଠାନରେ ପାଠ ପଢ଼ୁଥିଲେ। ତାପରେ ଖ ନମ୍ବରଟି କହିଛି ବିର୍ସାଙ୍କୁ ମୁଣ୍ଡା ଜାତି କାହିଁକି ଭଲ ପାଉଥିଲେ? ଆନ୍ସାର ବିର୍ସାଙ୍କୁ ମୁଣ୍ଡା ଜାତି ଭଲ ପାଉଥିଲେ କାରଣ ଜଙ୍ଗଲ ଥିଲା ମୁଣ୍ଡାମାନଙ୍କର। ସେହି ଜଙ୍ଗଲ ମାକୁ ରକ୍ଷା କରିବା ପାଇଁ ବିର୍ସା ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। ତାପରେ ଗ ନମ୍ବରଟି କହିଛି ବିର୍ସା ନିଜର ଅନୁଗାମୀମାନଙ୍କୁ କିପରି ଚଳିବାକୁ କହୁଥିଲେ? ଆନ୍ସାର ବିର୍ସା ନିଜର ଅନୁଗାମୀମାନଙ୍କୁ କହୁଥିଲେ ଯେ ସେମାନଙ୍କର ଲଢ଼େଇ ଇଂରେଜ ଶାସନ ଓ ତାହାର ନୀତି ବିରୋଧରେ ଲଢ଼େଇ, କିନ୍ତୁ ଇଂରେଜ ଜାତି ବିରୋଧରେ ନୁହେଁ। ତାପରେ ଘ ନମ୍ବରଟି କହିଛି ବୀର ସାହିତ୍ୟମାନଙ୍କର ବେଶ ପୋଷାକ କିଭଳି ହେବ ବୋଲି ବିର୍ସା ସୂଚନା ଦେଇଥିଲେ? ଆନ୍ସାର ବୀର ସାହିତ୍ୟମାନଙ୍କର ବେଶ ପୋଷାକ ସମ୍ପର୍କରେ ବିର୍ସା ସୂଚନା ଦେବାକୁ ଯାଇ କହିଥିଲେ ଯେ ସେମାନେ ଧୋତି ପିନ୍ଧିବେ, କପାଳରେ ଚିତା ଦେବେ ଏବଂ ପଇତା ପକାଇବେ। ତାପରେ ନମ୍ବର 3ଟି ଦେଇଛି ତଳେ ଦିଆଯାଇଥିବା ଉକ୍ତି ଗୁଡ଼ିକର କି ଅର୍ଥ ବୁଝାଉଛି? ଆସ ଲେଖିବା। କ ନମ୍ବରଟି ଦେଇଛି ବିର୍ସା ଡାକିଲେ ଜଙ୍ଗଲ ଓ କରୁଥିଲା। ଆନ୍ସାର ବିର୍ସା ଗୋରାମାନଙ୍କୁ ତାଙ୍କ ମୁଲକରୁ ହଟାଇ ଦେବା ପାଇଁ ଚାହୁଁଥିଲେ, ସେଥିପାଇଁ ସେ ସଂଗଠନ ତିଆରି କରିଥିଲେ। ଅନ୍ୟ ମୁଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମର୍ଥନ କରୁଥିଲେ। ସେ ସଂଗ୍ରାମ ପାଇଁ ଡାକିବା ମାତ୍ରେ ସାରା ଜଙ୍ଗଲର ଅଧିବାସୀମାନେ ତାଙ୍କ ଆଜ୍ଞାକୁ ସଙ୍ଗେ ସଙ୍ଗେ ପାଳନ କରୁଥିଲେ। ତେଣୁ କୁହାଯାଉଛି ବିର୍ସା ଡାକିଲେ ଜଙ୍ଗଲ ଓ କରୁଥିଲା। ତାପରେ ଖ ନମ୍ବରଟି କହିଛି ଆଜି ସେ ପିଞ୍ଜରାର ବାଘ ପରି ଉଠବସ ହେଉଛି। ଆନ୍ସାର ମାଝିତା ମାରିଆ ବିଶ୍ୱାସଘାତକତା କରି ବିର୍ସାଙ୍କୁ ଇଂରେଜମାନଙ୍କୁ ଧରାଇ ଦେଲା। ଇଂରେଜମାନେ ବିର୍ସାକୁ ରାଞ୍ଚି ଜେଲରେ ନେଇ ରଖିଲେ। ବିର୍ସାଙ୍କ ଜେଲ ଯିବା ପରେ ମୁଣ୍ଡାମାନେ ଦୁଃଖ ପ୍ରକାଶ କଲେ, ମାଝିତା ମାରିଆକୁ ନିନ୍ଦା କଲେ। ଯେଉଁ ବିର୍ସାଙ୍କର ଡାକରାରେ ମୁଣ୍ଡାମାନେ ଏକତ୍ରିତ ହୋଇଯାଉଥିଲେ ଏବଂ ବିର୍ସା ନିଜର ଦମ୍ଭ ଦେଖାଉଥିଲେ, ସେ ଜେଲରେ ରହିଲେ। ପିଞ୍ଜରାରେ ବାଘର କିଛି କ୍ଷମତା ନଥାଏ, ତାକୁ ଇଚ୍ଛା ମୁତାବକ ମଣିଷ ଉଠବସ କରାଏ। ଜେଲରେ ବିର୍ସାଙ୍କର ଅବସ୍ଥା ଠିକ୍ ସେହିଭଳି ହୋଇଥିଲା। ତାପରେ 4 ନମ୍ବରଟି କହିଛି ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକୁ ଭଲ ଭାବରେ ପଢ଼ିବା ଓ ରେଖାଙ୍କିତ ପଦ ଗୁଡ଼ିକ କାହାକୁ ବୁଝାଉଛି ଖାଲି ଘରେ ଲେଖିବା। କ ନମ୍ବରଟି କହିଛି ହେଲେ ଆମେ ଏମାନଙ୍କ ସାଙ୍ଗରେ ଲଢ଼ିପାରିବା? ଏଠାରେ ରେଖାଙ୍କିତ ପଦ ଏମାନଙ୍କ କାହାକୁ ବୁଝାଉଛି? ନା ଇଂରେଜମାନଙ୍କୁ ବୁଝାଉଛି। ତାପରେ ଖ ନମ୍ବରଟି ଦେଇଛି ଭଗବାନଟା ଏମିତି ମଝିରେ ମଝିରେ ତ ଅଡ଼ୁଆ କରୁଛି। ଏଠାରେ ରେଖାଙ୍କିତ ଶବ୍ଦଟି ହେଉଛି ଭଗବାନଟା। ଏଠାରେ ଭଗବାନଟା ବିର୍ସା ମୁଣ୍ଡାଙ୍କୁ ବୁଝାଉଛି। ତାପରେ 5 ନମ୍ବରଟି କହିଛି ତଳେ ଗୋଟିଏ କୋଠରୀରେ କିଛି ସ୍ଥାନର ନାମ ଏବଂ ଅନ୍ୟ କୋଠରୀରେ ବିର୍ସା ଜୀବନର କେତେକ ଘଟଣା ଦିଆଯାଇଛି। କେଉଁ ସ୍ଥାନ ସହିତ କେଉଁ ଘଟଣାର ସମ୍ପର୍କ ଅଛି? ଆସ ଲେଖିବା। ରାଞ୍ଚି ଜେଲ ଯିବା, ଡିମରି ପାହାଡ଼ ଅନୁଗାମୀମାନଙ୍କର ସଭା, ଚାଇଁବସା ପାଠ ପଢ଼ିବା, ବାମ୍ବା ଜନ୍ମ। ତାପରେ 6 ନମ୍ବରଟି କହିଛି ଏମାନଙ୍କୁ ଆମେ ଚିହ୍ନି ସାରିଲେଣି। ଏମାନେ ସବୁ କିଏ? ଆସ କହିବା ଓ ଖାଲି ଜାଗାରେ ଲେଖିବା। ସୁମନା ବିର୍ସା ମୁଣ୍ଡାଙ୍କର ବାପା, କରମୀ ବିର୍ସା ମୁଣ୍ଡାଙ୍କର ମା, କମତା ବିର୍ସା ମୁଣ୍ଡାଙ୍କର ବଡ଼ ଭାଇ, ଦାସନୀ ବିର୍ସା ମୁଣ୍ଡାଙ୍କର ଭଉଣୀ, ଚମ୍ପା ବିର୍ସାର ଭଉଣୀ, ଅମୂଲ୍ୟ ବିର୍ସାର ସହପାଠୀ, ଡନକା ବିର୍ସାର ଅନୁଗାମୀ ବୀର, ଧାନୀ ଜଣେ ମୁଣ୍ଡା ନାରୀ, ସାଲି ଡେନକାର ସ୍ତ୍ରୀ, ମାଝିତା ମାରିଆ ଜଣେ ମୁଣ୍ଡା ଯିଏ ବିର୍ସାଙ୍କୁ ଧରାଇ ଦେଇଥିଲା ରାକାଣି ଖିଆ ନେଇ ହେଲେ। ତାପରେ 7 ନମ୍ବରଟି କହିଛି ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ଅର୍ଥ ପାଖ ମୁଣ୍ଡଳି ମଧ୍ୟରେ ରଖାଯାଇଛି। କେଉଁଟି କାହାର ଅର୍ଥକୁ ବୁଝାଉଛି ତାକୁ ବାଛି ଶବ୍ଦ କଡ଼ରେ ଲେଖିବା। ଦିକୁ ଶୋଷଣକାରୀ, କୁଦ ସୁଆଧାନ, ବୀର ସାଇତ ବୀର ସୈନିକ, ପଲ୍ଟନ ଇଂରେଜ ସୈନ୍ୟ, ଧରତୀ ପୃଥିବୀ।
ତାପରେ 8 ନମ୍ବରଟି କହିଛି ପଠିତ ଏକାଙ୍କିକାର କେତେକ ଉକ୍ତି ତଳେ ଦିଆଯାଇଛି। ଏଗୁଡ଼ିକର କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଡାହାଣ ପାଖ ଖାଲି ଜାଗାରେ ଲେଖିବା। ସଂସାର ଚଳାଇବା, ପରିବାରର ଗୁଜରାଣ ମେଣ୍ଟାଇବା, ମେଘକୁ ଛୁଇଁବା ଭଳି ଖୁବ୍ ଉଚ୍ଚ, ଅଡ଼ୁଆ କରିବା, ଗୋଳମାଳ କରିବା, ରକତରେ ମାଦଲ ବାଜିବା, ରକ୍ତରେ କମ୍ପନ ସୃଷ୍ଟି ହେବା, ପିଞ୍ଜରାର ବାଘ ପରି ଉଠ୍‌ବସ୍ ହେବା, ପରାଧୀନତା ଶକ୍ତିଶାଳୀର ଅଣାୟତ୍ତ ଅବସ୍ଥା, ରକତରେ ନିଆଁ ଲାଗିବା, ଅଧିକ କ୍ରୋଧ ଜାତ ହେବା। ତାପରେ 9 ନମ୍ବରଟି ଦେଇଛି ତଳେ ଦିଆଯାଇଥିବା କଥାଗୁଡ଼ିକ କିଏ କାହାକୁ କହିଛନ୍ତି? ସେମାନଙ୍କର ନାମ ମୁଣ୍ଡଳି ମଧ୍ୟରୁ ଖୋଜି ଆଣି ଖାଲି ଘରେ ଲେଖିବା। କ ନମ୍ବରଟି ଦେଇଛି ସଂସାରଟା କେମିତି ଗୋ? ବିର୍ସା। ଖ ନମ୍ବରଟି ଦେଇଛି କିନ୍ତୁ ଲେଖାପଢ଼ା ମଣିଷକୁ ବଡ଼ କରିଦିଏ, ଅମୂଲ୍ୟ। ଗ ନମ୍ବରଟି ଦେଇଛି ଖାଣ୍ଟି ସୁନାଠୁ ବି ଖାଣ୍ଟି ଆମର ମାଟିରେ, କରମୀ। ଘ ନମ୍ବରଟି ଦେଇଛି ଦେଶପ୍ରେମ ତୁମକୁ ପାଗଳ କରିଦେଇଛି, ଅମୂଲ୍ୟ। ଲଢ଼େଇ ପରେ ଏ ମହାନ ଦେଶରେ ସାନ ବଡ଼ ରହିବେନି, ଡନ୍‌କା। ତାପରେ 10 ନମ୍ବରଟି ଦେଇଛି ତଳେ ଦିଆଯାଇଥିବା ଅନୁଚ୍ଛେଦରୁ ନାମଗୁଡ଼ିକ ବାଛି ବାମ ପାଖରେ ଥିବା ବାକ୍ସରେ ରଖିବା ଓ କାମଗୁଡ଼ିକୁ ବାଛି ଡାହାଣ ପାଖରେ ଥିବା ଗୋଲରେ ରଖିବା। ନାମଗୁଡ଼ିକ ହେବ ସାହେବ, କ୍ଷୀର, ଗାଈ, ବୀର, ସାଇତ, ଧୋତି, ଭଗବାନ, ଗରାମାନେ, ଗାଁ ମାଟି। କାମଗୁଡ଼ିକ ହେବ ଖାଇବେ, ଚଳେଇବ, ପିନ୍ଧିବେ, କରୁଛି, ଚଢ଼େଇ ନେଲେ। ଯଦି ମୋର ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।